नमस्कार जय जगन्नाथ होम किचन कुकिंग चैनल को आपण मानकु स्वागत। एक नुआ वीडियो नुआ रोषे जदि आपण को एमती मोर वीडियो देखा भल लगुव ताहले मो चैनल को लाइक शेयर सब्सक्राइब कर कमेंट बॉक्स रे कमेंट करदे आ वीडियो टी शेष पर्यंत निश्चय देखिए। प्रथम आम बारीटी को झाड़ू कर सब बेले सफा करने तापर आम चुलीटी को लिपि नवा। चुलीटी आमर रोषे कला बेले सब बेले कला पड़ जाए अपरिष्कार हो जाए। तेणु पुणी थे रोषे करने पूर्व आमको चुलीटी लिपि नवा दरकार जहाँद्वारा आमर चुलीटी परिष्कार हो बहुत सुंदर देखा। चुलीटी एवं भलसे मु लिपिदेवी। चुलीटी लिपिदेला देखो आमर चुलीटी केते सुंदर देखा आ केते बड़ा सफा देखा। एबे आमे रोषे करवा से प्रथमे आमे गोटे रसरे पाउंस गोली नवा। एही रसटी रे मु प्रथमे भात प्रस्तुत करी से रसटी रे पाउंस गोली नहीं। पाउंस गोली दवा द्वारा आमर रस गुड़ाक जेते बेले आमे सफा करे सेते बेले आमर कला गुड़ाक भलसे छाड़ीज आ एमती सब बेले सफा देखा रसटी। पाउंस न गोलिले आम रसटी कला पड़ज आ अपरिष्कार देखा। तेणु आपण चाहिए पाउंस हो बा माटी बा सर्फ लगे एमती रोषे करेंगे देखिए आपण माझिला बेले रसटी सफा हो एमती नुआ देखा। एबे आमे चुली लगे नवा। मुझे चुली लगे देछि आ पाउंस गली रखि रस को आमे बसई नवा। आमे जेतिकी भात बनैबा आमे गला भात बनैबा से आमे जेतिकी आमको आवश्यक पानी सेतिकी दबा। भात गला भात बनैबा सब बेले अधिक पानी दरकार होता है। आ जदि उषुना चाउल होता है ताहले आउरी अधिक पानी दरकार होता है। मु उषुना चाउल रांधिबी सेतिपई टिके अधिक पानी देछि। एबे आमे चाउल को पाछुड़ी सफा कर नवा। चाउल को गोटे कंसा को बाहर कर नवा। चाउल टू आमे भलसे धोई नवा। एबे उधाणी मोर ताती आसलानी। एबे धोई रखिथिबा चाउल को पकेई दबा। एबे गोटे थर आमे चट्टू बुले नवा जहाँद्वारा आमर चाउल गुड़ाक तले लगे नहीं। भात एबे देखंतु आमर फुटी आसलानी। एबे आमर भात हो गलानी। एबे आमे भात को गाली नवा। भात गाली देला परे आमे ताको चुली रु तळକୁ ओल्हेकी रखिदबा। आ गोटे मसला प्रस्तुत आमे करबा। मसला रे जीरा धनिया रसुण पियाज किछि नड़िया अल्प कंचा लंका अल्प टिके अदा आ मु आगरु पुस्तक को बतुरी देइतली ताको मथे नै जिबा आ ताको चिकन रे बाटी रखिदबा। आज आमे कटिबिर खुरमा बनेबा सेति प्रथमे कटिकी आ टमाटो को एमती गोटा धोई दबा। आ सब गुड़ाक कटिकी आमे दुई फाଳ कर काटि नबा।
ସବୁ କଟିକି ଗୁଡ଼ାକ ମୁଁ 2 ଫାଳ କରି କାଟିକି ରଖିଦେଇଛି। ଏବେ ଆମେ 2ଟା ଟମାଟୋ ମଧ୍ୟ କାଟିଦେବା। ଚୁଲିରେ ଗୋଟେ କଡ଼େଇ ବସାଇ ନେବା, ଆଉ ସେଥିରେ ଅଳ୍ପ ତେଲ ଦେଇଦେବା। ଆମେ 2 ଚାମଚ ତେଲ ଦେଇଦେବା, ଆଉ କାଟି ରଖିଥିବା କଟିକୁ ସେଥିରେ ପକାଇ ଆମେ ଭାଜି ନେବା। କଲର୍ ଆସିବା ପାଇଁ ଅଳ୍ପ ହଳଦୀ ଗୁଣ୍ଡ ଦେଇଦେବା, ଆଉ ଭଲସେ ମିଶାଇକି ଆମେ କଟିକୁ ଭାଜି ନେବା। କଟିକି ଯେତେବେଳେ ପର୍ଯ୍ୟନ୍ତ ଆମର ଲାଲ ରଙ୍ଗ ନେଇ ଆସିଛି ସେତେବେଳେ ପର୍ଯ୍ୟନ୍ତ ଆମେ କଟିକୁ ଭାଜି ନେବା। ଆମର ଯେତେବେଳେ କଟିକି ଭାଜି ହୋଇକି ଟିକେ ସାଙ୍କୁଡ଼ି ଯିବ ଆଉ ଲାଲ ରଙ୍ଗ ହୋଇଯିବ, ସେତେବେଳେ ଆମେ କଟିକୁ ଥାଳିକୁ ବାହାର କରିନେବା। ଏବେ ଆମର କଟିକି ଅଧା ଭଜା ହୋଇଗଲାଣି, ଆଉ ଟିକେ ସମୟ ଭାଜିବା। ଦେଖନ୍ତୁ ଏବେ କଟିକି ଗୁଡ଼ାକ ଭାଜି ହୋଇଗଲାଣି, ଆଉ କେମିତି ଲାଲ ମଧ୍ୟ ପଡ଼ିଗଲାଣି। ଏବେ ଆମେ ଥାଳିକୁ କଟିକି ଗୁଡ଼ାକ ବାହାର କରିଦେବା। ଆମର କଡ଼େଇରେ ତେଲ ଟିକେ ରହିଯାଇଛି, ଆମେ କଟିକି ଗୁଡ଼ାକୁ ବାହାର କରିଦେବା। ଧୀରେ ଧୀରେ ତେଲକୁ ବାହାର କରିବା ନାହିଁ। ଏବେ ଆଉ ଟିକେ ତେଲ ମୁଁ ଦେଇଦେଇଛି କଡ଼େଇରେ, ସେଥିରେ 1 ଚାମଚ ସୋରିଷ ଆଉ 1 ଚାମଚ ଜିରା ଦେଇଦେଇଛି। ଏବେ ତେଜପତ୍ର, ଡାଲଚିନି ଆଉ ଗୋଟେ ଚକ୍ରଫୁଲ ଦେଇଦେଇଛି, ତାକୁ ଟିକେ ଆମେ ଭାଜିଦେବା। ମୁଁ ପିଆଜ କାଟିବାର ଦେଖାଇ ନଥିଲି, 2ଟା ପିଆଜକୁ ମୁଁ ଛୋଟ ଛୋଟ କରି କାଟି ନେଇଛି। ଏବେ ଆମର ପିଆଜ ଭାଜିବା ପର୍ଯ୍ୟନ୍ତ ଆମେ ତାକୁ ଭାଜି ନେବା। ଏବେ ଆମର ପିଆଜ ଭାଜି ହୋଇ ଆସିଲାଣି। ଏବେ ଆମେ ସେଥିରେ 1 ଟମାଟୋ ଦେଇଦେବା, ଆଉ ପୁଣି ଥରେ ତାକୁ ଟିକେ ଆମେ ଭାଜି ନେବା। ବାଟି ରଖିଥିବା ମସଲାକୁ ଦେଇଦେବା, ଆଉ ଟିକେ ପିଞ୍ଚୁଳେଇକି ପାଣି ଦେଇଦେବା। ଏବେ ଆମେ ମସଲାକୁ ଭଲସେ କଷି ନେବା। ଆମେ ମସଲାକୁ ଭଲସେ କଷିବା। ଆମେ ନଡ଼ିଆ ଆଉ ପୁସ୍ତ ବାଟିଛେ, ଆମେ ଏମିତି ବାରମ୍ବାର ପିତିପାତିଆରେ ଲେଉଟେଇ ଭାଜିବା, ନହେଲେ ଆମର ମସଲା ଗୁଡ଼ାକ ତଳେ କଡ଼େଇରେ ଲାଗିଯିବ। ଆମର ଏବେ ଦେଖନ୍ତୁ ମସଲା ଭାଜି ହୋଇ ଆସିଲାଣି, ଆଉ ପାଣି ମଧ୍ୟ ମସଲାର ମରି ଶୁଖିଲା ହୋଇଗଲାଣି। ମସଲା ଭାଜି ରଖିଥିବା କଟିକୁ ସେଥିରେ ଦେଇଦେବା, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆଗରୁ ଆମେ 1 ଟମାଟୋ ଦେଇଥିଲେ, ଏବେ ଆଉ 1 ଟମାଟୋ ଦେଇଦେବା, ଆଉ ସବୁ ଗୁଡ଼ାକ ଆମେ ଭଲସେ ମିଶାଇ ନେବା। ମସଲା ଆଉ କଟିକୁ ଏବେ ଭଲସେ ମୁଁ ପୁରା ମିଶାଇ ଦେଇଛି। ଏବେ ଆମକୁ ଯେତିକି ଝୋଳ ଦରକାର ସେହି ଅନୁସାରେ ଆମେ ପାଣି ଦେଇଦେବା, ଆଉ ସବୁ ଗୁଡ଼ାକ ଭଲସେ ମିଶାଇ ନେବା। ଏବେ କଟିକି ପାଣି ଆଉ ମସଲାକୁ ଭଲସେ ମୁଁ ମିଶାଇ ଦେଇଛି। ଏବେ ଆମେ ତାକୁ ଫୁଟିବା ପାଇଁ ଛାଡ଼ିଦେବା। ଆଉ ଟିକେ ପାଣି ଦେଇଦେଇଛି, ମୋର ବହଳିଆ ଟିକେ ହେଇଯାଇଥିଲା। ଆଉ ଟିକେ ପାଣି ଦେଇକି ଏବେ ଆମେ ତାକୁ ଭଲସେ ମିଶାଇ ଦେବା, ଆଉ ଫୁଟିବା ପାଇଁ ଛାଡ଼ିଦେବା ଘୋଡ଼େଇକି। 2ଟା ଗୁଜୁରାତିକୁ ନେଇ ତାକୁ ଗୁଣ୍ଡ କରି ରଖିଦେବା। ଆମେ ଗୁଜୁରାତି ଗୁଣ୍ଡକୁ ଲାଷ୍ଟରେ ଦେବା। ଏବେ ଦେଖନ୍ତୁ ମୋର ତରକାରୀ ପୁରା ସିଝିଗଲାଣି, କେତେ ସୁନ୍ଦର ଦେଖାହେଉଛି। ଆଉ ତରକାରୀକୁ ଆମେ ଭଲସେ ପୁଣି ଥରେ ମିଶାଇ ନେବା। ଏବେ ଆମେ ଯେତିକି ଝୋଳ ଆମର ଦରକାର ସେତିକି ଝୋଳ ଅଛି, ଆଉ ପାଣି ତରକାରୀର ଏକ୍ସଟ୍ରା ପାଣି ମରିଗଲାଣି। ସେଥିରେ ଏବେ ଆମେ ମସଲା ଗୁଣ୍ଡ ଟିକେ ଦେଇଦେବା, ଟିକେ କସ୍ତୁରୀ ମେଥି ଦେଇଦେବା, ଆଉ ଆଗରୁ ଯେଉଁ ଗୁଣ୍ଡ କରିକି ରଖିଥିଲେ ଗୁଜୁରାତି ଗୁଣ୍ଡକୁ ମଧ୍ୟ ସେଥିରେ ଦେଇଦେବା, ଆଉ ଭଲସେ ମିଶାଇ ନେବା। ତରକାରୀଟି ଏବେ ଦେଖିବାକୁ ଯେତିକି ସୁନ୍ଦର ଦେଖାଉଛି, ଇଏ ଖାଇବାକୁ ସେତିକି ମଧ୍ୟ ଟେଷ୍ଟି। ଆପଣ ବନେଇକି ଖାଇବେ, ଆଉ ମୋତେ କମେଣ୍ଟ କରି କହିବେ ଯେ ଏହି ଖୁର୍ମାଟି କେମିତି ଲାଗିଲା। ଏବେ ଆମର ତରକାରୀ ପୁରାପୁରି ରେଡ଼ି ହୋଇଯାଇଛି।
ତରକାରୀ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆଉ ତରକାରୀଟି ସିଝି ତାର ଝୋଳ ମଧ୍ୟ ବହଳିଆ ହୋଇଯାଇଛି। ଏବେ ଆମେ ତାକୁ ଭଲସେ ମିଶାଇ ଦେଇ ଚୁଲିରୁ ତଳକୁ ଓହ୍ଲାଇ ଆଣିବା। ଏବେ ଆମେ ଭାତ ସାଙ୍ଗରେ ତରକାରୀକୁ ଗୋଟେ ଥାଳିରେ ପରସି ନେବା। ମୁଁ ଗୋଟେ ପିଆଜକୁ ଚକା କାଟି ଭାତ ଉପରେ ରଖିଦେଇଛି। ଯଦି ଆପଣଙ୍କୁ ଏମିତି ମୋର ଭିଡ଼ିଓ ଦେଖିବାକୁ ଭଲ ଲାଗୁଥିବ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ କମେଣ୍ଟଟିଏ କରିଦେବେ। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଆଉ କମେଣ୍ଟ କରି କହିବେ ଭିଡ଼ିଓଟି କେମିତି ଲାଗିଲା। ମୋ ଭିଡ଼ିଓଟିକୁ ଦେଖିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ।